जय जगन्नाथ प्रिय ब्लॉग को आपण मानकु स्वागत। आज वीडियोटी आज जो जगह को आम जाऊे ता कामाख्या नगर अनन्य शिव मंदिर बाबा रामेश्वर पीठ मंदिर अवस्थिति कहले भुवनेश्वर ढेंकानाल 60 किलोमीटर, ढेंकानाल कामाख्या नगर रही 40 किलोमीटर। कामाख्या नगर ढेंकानाल जिलार कामाख्या नगर सदर महकुमा ठारू 7 किलोमीटर दूर रे रामियाल नदी कूल तेंतुलीसिका ग्राम रे अवस्थित रही बाबा रामेश्वर पीठ। मंदिर विषय कहिया गले मंदिर जदि उत्पत्ति कथा आसीबो से शिवंग कथा आसिले से गाई बाछुरीर कथा आम मन को आसी थाए। सेमिति किछि कथा मध्य एई मंदिर सहित जड़ित रही। मंदिर उत्पत्ति जानिया को हेले निश्चिंत भाबरे तो आमे जानिबा ता सहित आपण वीडियोटा को स्किप न करी प्रथम रु शेष पर्यंत देखंतु। निश्चिंत भाबरे ए मंदिरर रहस्य विषय आपण मानकु जानि परिबे। मंदिरर उत्पत्ति विषय तो निश्चित भाव में जानिबा एटार स्थानीय बासिंदा एवं पूजकों ठारू निश्चित भाव में बुझिबा। मंदिर तो निश्चित भाव में बंद ही अच्छी। एठारे मंदिर रे आपण प्रसाद पाई परिबे। मां पार्वती को आपण दर्शन करचंती। मंदिरटी अत्यंत सुंदर एवं प्रभु रामेश्वरंकर महिमा मध्य एठारे विशेष भाव में रही। मंदिरटी जगह सहित एठिकार विवाह व्रत मध्य एटार आपण सुंदर भाव में करिपरिबे। मंदिर उत्पत्ति विषय जानिबा आम सहित अछंती स्थानीय बासिंदा अछंती प्लस आम एटार पूजक अछंती जे कि पूर्वरु पूजा करथिले एबे अवसर नैचंती। तांको मध्य पचारि कि बुझिबा एबे सब काम चलछि। देखंतु आसंतु माउसी कोन कहउछंती। नदी आर करू गायटा आसे काली गायटे से सदा क्षीर देखी जाए कहते बुढ़ा बुढ़ा आम शुणुचु कि जन्म करू ना जहाँ शुणु से कहवा कौन ये गिलनटे थी कहते बुढ़ा बुढ़ा गोटे काली गाई नई आर कर आसे दिहटा बढ़ी होता है सी आसिक क्षीर देखे जाए इंकटे बाहर देखिए कर मंदिर आ कौन किए मिस्त्री करते आनिक कौटी मिस्त्री आनी कर मंदिर टी आ जजबाप आरिका कहते आम शुणुल जानी सरपटे रखी अच्छे इंक कत नहीं इंक कत सरपट नहीं अच्छा रामेश्वर जीव राम्याल नदी कूल आविष्कार
ସାରୁଆଳି ମୌଜାର ଗୋଟେ ନଦୀ ସେପାଖରେ ଗୋଟେ କାଳି ବାଛୁରୀ ଏତିକି ଉଞ୍ଚ ସେ ବାଛୁରୀ ଆସିକିରି ମହାପ୍ରଭୁଙ୍କ ଶକ୍ତିରେ କ୍ଷୀର ଦେଲା। ସେ ବାଛୁରୀ ଘରକୁ ଗଲା ବେଳକୁ 11ଟା 12ଟା ଟାଇମ୍ ହେଇଯାଏ। ସେ ମାଲିକ କହିଲା ଗୌଡ଼କୁ କହିଲା ଆରେ ତୁ ମୋ ଗାଈଟା ସବୁଦିନ ବାଛୁରୀଟା ଛାଡ଼ିକି ଆସୁଛୁ, ମୁଁ 11ଟା 12ଟା ବେଳକୁ ହଇରାଣ ହେଉଛି। ସେ ଗୌଡ଼କୁ ଚାପୁଡ଼ାଟେ ମାରିଲା। ଗୌଡ଼ କହିଲା ମୁଁ ତ ଚାପୁଡ଼ା ଖାଇଲି, ଆଉ ଏଇ ଗାଈ କୁଆଡ଼େ ଯାଉଛି, ମୁଁ ଆଜି ତାକୁ ଦେଖିବି। ସେ ଆସିକି ଦେଖିଲା ରାମାୟଣ ନଦୀ ପାଣି ଅଛି, ନଦୀ ଭିତରେ ପହଁରିକିରି ବାଛୁରୀଟା ଆସିଲା ଏକରକୁ। ଗୌଡ଼ ତା ସାଙ୍ଗରେ ଆସିଲା। ଆସିକିରି ହୁଏତ ଦେଖିଲା ସେ ଯୋଉ ବାଟେ ଆସିଛି ଏତିକି ରାସ୍ତା ହେଇଯାଇଛି ନଟି ଭିତରେ। ସେ ଆସିକି ଦେଖିକିରି ଦେଖିଲା ଯେ କ୍ଷୀର ସବୁଦିନ ପଡ଼ିକିରି ଶୁଖିକିରି ଅଛି। ଏଇ ସମୟରେ ସିଏ ହେଠୁ ଡାଳ ଟିକେ ଟିକେ ଭାଙ୍ଗି ପକେଇ ଗଲା ଘରକୁ। କହିଲା ମତେ ସାହୁ କାଲି ଚାପୁଡ଼ାଟେ ମାରିଲା, ତା ବାଛୁରୀ ଆସିକି କ୍ଷୀର ଦଉଛି, ଆଉ ମୁଁ କଣ କହିବି ତାକୁ, ଏଇଟା ଛୋଟିଆ ବାଛୁରୀଟା, ମୁଁ ତ କହିଲେ ସେ ମାନିବନି। ହଉ ଦେଖିବା ମୁଁ ଯାଏ ପ୍ରଭୁଙ୍କ ଆଜ୍ଞା। ଆଉ ଗଲା ଯେମିତି ହେଠୁ ସାହୁକାର ବସିଛି। କହିଲା ଆଜ୍ଞା କାଲି ମତେ ଯୋଉ ମାଡ଼ ମାରିଲେ, ତମ ବାଛୁରୀ ବେଳା ଯାଇକି ମହାପ୍ରଭୁଙ୍କୁ କ୍ଷୀର ଦଉଛି। ନା ଛୋଳା ଗୌଡ଼ ବାଛୁରୀ କରିନି, ଗାଈ ହେଇନି, ସେ କେମିତି କ୍ଷୀର ଦେଲା, ତୁ ମହାପ୍ରଭୁ ଦେଖେଇଦେବୁ? ନା ହଁ ଆଜ୍ଞା ମୁଁ ଦେଖେଇଦେବି। ତାର 108 ହଳ ହଳିଆ, 108 ହଳିଆଙ୍କୁ ଅର୍ଡର ଦେଲା ଯେ ତମେ ଗୌଡ଼ ଆଗେ ଆଗେ ଯିବ, ତମେ ତାଙ୍କ ପଛେ ପଛେ ରାସ୍ତା କରିକିରି ଠାକୁରଙ୍କ ପାଖକୁ। ସେ ଯୋଉଠି କହିବ ଠାକୁର ସେଇଠି ତମେ ରହିବ। ଆସିଲେ ଆମ ଗାଁ ଠୁ ନିକେ ଏଠିକି ଆସିଲେ। ଯେମିତି ଜଙ୍ଗଲ ସବୁ 108 ଲୋକ। ହେଠୁ ସମସ୍ତଙ୍କୁ ହଣାମରା କରିକି ସଫା କରିଦେଲେ ମହାପ୍ରଭୁଙ୍କ ଚାରି କରିଦେଲା। ସେଠୁ ଆସିଲା ତାଙ୍କ ମାଲିକ କହିଲା ଏ ଗୋଟାଙ୍କ ହାଣି ଦିଅ। 108 ଲୋକ ଏଇଟା ସବୁ ହାଣିକିରି ପଦା କରିଦେଲେ। ଏମିତି ପଦା କରିଦେଲେ। ସେତେବେଳେ ଗାଁ ସର୍ବର ଆକାର ଜଣେ ଥିଲେ। ଆମ ଗାଁରେ ଜଣେ ଏନ୍ଦିପୁର କନ୍ଦରସିଂହା ସେମାନେ ଜଣେ ଥିଲେ। ଖଞ୍ଜଣ ସବୁ ଆଦାୟ କରୁଥିଲେ ରୋଜା ଅମଳରେ। ଆଚ୍ଛା ଆମ ଯୋଉ ସର୍ବ ଆକାର ଥିଲା ଏଠି ମହାନ୍ତି ଜଣେ, ସେ ହେଠୁ କହିଲା ତେନ୍ତୁଳି ସିଂହାଟା ମୋ ଏରିଆ, ଆଉ ସାରୁଆଳି କଣ ମୋ ଏରିଆ, ସେ ସାରୁଆଳି ଲୋକ କଣ ଆସିକିରି ଏଠି ମୋ ଠାକୁରଙ୍କୁ ନବ? ତାଙ୍କ ଭିତରେ ଝଗଡ଼ା ହେଲା ଯେମିତି ନ୍ୟାୟ ନିଶାପ ହେଲା। ନ୍ୟାୟ ନିଶାପ ହେଇକିରି ସେଠୁ ତାଙ୍କର ସମାଧାନ କରିଦେଲେ। 2 ଜଣଙ୍କର ସାମିଲ ହେଲା। ଜଙ୍ଗଲ ଭିତରେ କାଠର ମନ୍ଦିର ଗୋଟେ ତିଆରି କରିଦେଲେ। ଜଙ୍ଗଲ ପୋଡ଼ି ହେଲା, କାଠ ପୋଡ଼ିଗଲା, କାଠ ମନ୍ଦିର ପୋଡ଼ିଗଲା। ରଜାଙ୍କ କାନ ହେଲା। ରଜାଙ୍କ କାନ ଯେମିତି ହେଲା, ସେଠୁ ରଜା ଆସିଲେ ହାତୀରେ ବିଜେ କଲେ। ଦେଖିକିରି ମନ୍ଦିର ଶୁଭ ଦେବେ। ମନ୍ଦିର ଶୁଭ ଦେଇକିରି ମନ୍ଦିର କାମ ରଜାଙ୍କ ଆଜ୍ଞାରେ ସବୁ ଚାଲିଲା। ଆଉ ଏତିକି ବନ୍ଧର ଉତ୍ତର କଲେ ତାଙ୍କର ସର୍ଭେ କଲେ। ଆଚ୍ଛା ବନ୍ଧ ଉତ୍ତର କଲେ ସର୍ଭେ କଲେ। ଦେଉଳ ରହିଲା ଦକ୍ଷିଣକୁ ନଦୀ କରକୁ। ଏଇ ସମୟ ପ୍ରଫୁଲ୍ଲ ପଣ୍ଡା ଆଉ ରାମ ମହାପାତ୍ର ମାଳି ଆଉ ଆମେ 2 ଜଣ କାମ କରୁଛୁ ରୋଷ ଘରେ। ସେ ଦେଉଳ ପଛପଟେ ହେଇ ତୋଟା ଭିତରେ ସର୍ଭେ କଲେ। ଏକ ମୂର୍ତ୍ତି ସାପ ଫେଣ ଟେକିକି ରହିଲା ସେଇ ବାଟରେ।
ସେ ଓଭରସର ସାଙ୍ଗେ ସାଙ୍ଗେ ଆମ ପାଖକୁ ଆସି ଆପତ୍ତି କଲେ ଯେ ଆମେ କହିଲୁ ତମେ ମନ୍ଦିର ନଦୀ ଭିତରେ ରଖିକିରି ଏକରେ ବନ୍ଧ କରିଲେ ମନ୍ଦିର ତ ନଷ୍ଟ ହବ, ହେଇପାରିବନି। ସେଠୁ ସେ ଫେରିକି ଗଲେ ସେ ସାପ ଫେଣ ଟେକିକି ରହିଛି, ବଡ଼ ସାପ। ଆଉ ସେ ଆସିଲେ ମାସ 2 ମାସ ପରେ ଏଟା ବନ୍ଧ ମାଟି ଫାଟି ପଡ଼ିକି ବନ୍ଧ ହେଲା। ରାମେଶ୍ୱର ଜୀଉଙ୍କର ଏତେ ଗୁଡ଼ାଏ ଘର, ଏ ଘର ଦ୍ୱାରା ସବୁ ଆଗରୁ ଆମେ ଯେତେବେଳେ କାମ କରୁଥିଲୁ, ଚାଳ ଛାଉଣି ଘର, ମନ୍ଦିର ପଥର, ଆଉ ଠାକୁରାଣୀ ମନ୍ଦିର, ସେ ରଜାଙ୍କ ଅମଳର ମନ୍ଦିର, ସେ ଟାଇଲି ସବୁ ଭାଙ୍ଗିକିରି ଖଣ୍ଡ ଖଣ୍ଡ ପଡ଼ିଲା। ଏଥିରେ ଆମେ କାମ କରୁଥିଲୁ। ସେଠୁ ଆମ ଦେବତର କିଛି ପଇସା ଦେଇ ଛାତ ପକେଇଲା। ତାପରେ ସେଠୁ ତ ପବ୍ଲିକ ଲୋକ ସବୁ ଦେଇକିରି ଘରଦ୍ୱାର ସବୁଆଡ଼େ କରୁଛନ୍ତି। ବହୁତ କିଛି ଆୟୋଜନ ହେଲାଣି। ଏଇଟା ଏତେ ଘର ନଥିଲା, ଖାଲି ଦେଉଳ, ଠାକୁରାଣୀ ଦେଉଳ ଏତିକି ଥିଲା। ଆଉ ଗଣେଶ ମନ୍ଦିର, ଗଣେଶ ପଦାରେ ଦେଉଳ କରରେ ରହିଥିଲେ, ତାଙ୍କର ମନ୍ଦିର, ଆଉ କାର୍ତ୍ତିକ ତାଙ୍କ ମନ୍ଦିର, ଏକରେ ଗଙ୍ଗା ଦେବୀ, ଏ ସମସ୍ତଙ୍କ ମନ୍ଦିର ଛୋଟ ସାଇଜ ହେଇକିରି ମନ୍ଦିରର ଧାର୍ମିକ କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ଆପଣଙ୍କୁ ଏଠିକାର ପରିଚାଳକଙ୍କ ନନାଙ୍କ ନମ୍ବର ଦେଇଥିବି। ଆପଣ ତାଙ୍କ ସହିତ କଣ୍ଟାକ୍ଟ କରି ଏଠାକୁ ଆସିକିନା ଏଠାରେ ଆପଣ ବିବାହ, ବ୍ରତଘର ଏବଂ କୌଣସି ବୃଦ୍ଧାଭିଷେକ ଯାହା ବି ଆପଣ କରିବା ପାଇଁ ଚାହୁଁଥିଲେ ନନାଙ୍କ ସହିତ ଆପଣ କଥାବାର୍ତ୍ତା ହେଇପାରିବେ। ଆଉ ଯଦି ବି ଆପଣ ଏଠାରେ ପ୍ରସାଦ ସେବନ କରିବା ପାଇଁ ଚାହୁଁଛନ୍ତି, ଅଧିକ ଲୋକ ଆସୁଛନ୍ତି, ତାହା ମଧ୍ୟ ଆପଣ ନନାଙ୍କ ସହିତ କଥା ହେଇକିନା ଆପଣ ତାଙ୍କୁ ଆଗୁଆ ଜଣାଇ ଦେଇପାରିବେ। ନମ୍ବରଟା ଆପଣଙ୍କୁ ଡେସ୍କ୍ରିପ୍ସନରେ ଏବଂ ସ୍କ୍ରିନରେ ମଧ୍ୟ ମୁଁ ଆପଣଙ୍କୁ ଦେଇଥିବି। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିବ। ଏହିପରି ଭିଡ଼ିଓ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ମୋ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ କରନ୍ତୁ, ଲାଇକ୍ କରି ଭିଡ଼ିଓଟିକୁ ସେୟାର କରନ୍ତୁ, ଯାହାକି ସମସ୍ତଙ୍କୁ এই ଜାଗା ବିଷୟରେ ସମସ୍ତେ ମଧ୍ୟ ଜାଣିପାରିବେ। ଏହିପରି ଭିଡ଼ିଓ ଦେଖିବା ପାଇଁକା ମୋ ସହିତ ଆପଣ ଯୋଡ଼ି ହୁଅନ୍ତୁ ଏବଂ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ପୁଣି ଦେଖା ହେବ ଆପଣମାନଙ୍କ ସହିତ ନୂଆ ଭିଡ଼ିଓରେ। ସେଥି ପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ।